ନମସ୍କାର। ଆସନ୍ତୁ ଆଜି କଥା ହେବା ଜାନୁଆରୀ 2026 ମାସ ବିଷୟରେ। ଏଇଟା କେବଳ କ୍ୟାଲେଣ୍ଡରର ଆଉ ଗୋଟେ ମାସ ନୁହେଁ, ବରଂ ଏହା ଭାରତର ପରିଚୟ, ଏହାର ବର୍ତ୍ତମାନ ଆଉ ଭବିଷ୍ୟତର ଗୋଟି ଛୋଟ ଝଲକ ଦେଖାଉଛି। ତେବେ ଚାଲନ୍ତୁ ଏହି ମାସର କାହାଣୀ ଭିତରକୁ ଯିବା ଆଉ ଦେଖିବା ଏହା ଆମକୁ କ'ଣ କହୁଛି। ତେବେ ଏହି ମାସର ପୂରା କାହାଣୀକୁ ଭଲ ଭାବରେ ବୁଝିବାକୁ ହେଲେ ଆମେ ଏହାକୁ 6 ଭାଗରେ ବାଣ୍ଟି ଦେଇଛୁ। ପ୍ରଥମେ ଦେଖିବା ଜାନୁଆରୀ ମାସର ସାମଗ୍ରିକ ଚିତ୍ର। ତାପରେ ଆମେ ଯିବା ବିଶ୍ୱମଞ୍ଚରେ ଭାରତର ସ୍ଥିତିକୁ। ଏହାପରେ ଦେଖିବା ପ୍ରଗତି ପାଇଁ କ'ଣ ସବୁ ଚେଷ୍ଟା ଚାଲିଥିଲା। ତାପରେ ସାମାଜିକ ସ୍ତରରେ କ'ଣ ପରିବର୍ତ୍ତନ ଆସୁଥିଲା। ଆଉ ହଁ, ଯେଉଁମାନେ ଦେଶ ପାଇଁ ଗୌରବ ଆଣିଲେ ସେମାନଙ୍କ କଥା ବି କହିବା। ଆଉ ଶେଷରେ ଏହି ସବୁ ଘଟଣାକୁ ମିଶେଇ ଗୋଟେ ବଡ଼ ଚିତ୍ର ଦେଖିବା। ଚାଲନ୍ତୁ ଆରମ୍ଭ କରିବା ସେହି ଇଭେଣ୍ଟରୁ ଯାହା ପୁରା ମାସଟାକୁ ପରିଭାଷିତ କରେ। ଆମେ କଥା ହେଉଛେ ଗଣତନ୍ତ୍ର ଦିବସ ପରେଡ୍ ବିଷୟରେ, ଯାହା ଆମ ଜାତୀୟ ପରିଚୟର ଗୋଟେ ବହୁତ ବଡ଼ ପ୍ରତୀକ। ଏଥରର 77ତମ ଗଣତନ୍ତ୍ର ଦିବସ ବହୁତ ଖାସ୍ ଥିଲା। ଥିମ୍ ଥିଲା ବନ୍ଦେ ମାତରମ୍ର 150 ବର୍ଷ, ଯାହା ଆମ ଇତିହାସ ସହିତ ଆମକୁ ଯୋଡ଼ୁଥିଲା। ଆଉ ଦେଖନ୍ତୁ, ମୁଖ୍ୟ ଅତିଥି ଥିଲେ ୟୁରୋପିଆନ୍ ସଂଘର ବଡ଼ ନେତା, ଯାହା ଭାରତର ବଢ଼ୁଥିବା କୂଟନୈତିକ ଗୁରୁତ୍ୱକୁ ଦେଖାଉଛି। ଆଉ ଯଦି ଆମେ ଦେଶ ଭିତରକୁ ଦେଖିବା, ମହାରାଷ୍ଟ୍ରର ଗଣେଶୋତ୍ସବ ଉପରେ ତିଆରି ହୋଇଥିବା ପ୍ରଜ୍ୟାପନ ମେଢ଼କୁ ଶ୍ରେଷ୍ଠ ବିବେଚନା କରାଗଲା, ଯାହା ଆମ ସାଂସ୍କୃତିକ ବିବିଧତାର ଏକ ସୁନ୍ଦର ଉଦାହରଣ। ଏହି ପରେଡ୍ କେବଳ ପରମ୍ପରାର ପ୍ରଦର୍ଶନ ନଥିଲା, ବରଂ ଏହା ଭାରତୀୟ ସଶସ୍ତ୍ର ବାହିନୀର ଆସୁଥିବା ପରିବର୍ତ୍ତନର ଗୋଟେ ଦର୍ପଣ ଥିଲା। ସିମ୍ରନ୍ବାଲା ଯେତେବେଳେ ଗୋଟେ ସମ୍ପୂର୍ଣ୍ଣ ପୁରୁଷ ଦଳର ନେତୃତ୍ୱ ନେଲେ, ସେତେବେଳେ ଏହା ନାରୀ ଶକ୍ତିର ଏକ ନୂଆ ଅଧ୍ୟାୟ ଲେଖିଲା। ସେହିପରି ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲାଙ୍କୁ ତାଙ୍କର ଅଦମ୍ୟ ସାହସ ପାଇଁ ଦେଶର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତା ପୁରସ୍କାର ଅଶୋକ ଚକ୍ର ଦିଆଗଲା। ଆଉ ହଁ, ଭୈରବ ବାଟାଲିୟନର ପ୍ରଥମ ଅଂଶଗ୍ରହଣ ଦେଖେଇଲା ଯେ ଆମ ସେନା କେତେ ଆଧୁନିକ ହେଉଛି। ଆଚ୍ଛା, ତେବେ ଦେଶ ଭିତର ଉତ୍ସବ କଥା ତ ଗଲା। ଏବେ ଚାଲନ୍ତୁ ଦେଖିବା ଜାନୁଆରୀ ମାସରେ ବିଶ୍ୱମଞ୍ଚରେ ଭାରତ କ'ଣ କରୁଥିଲା ଆଉ ତାର ସ୍ଥିତି କେମିତି ଥିଲା। ବିଶ୍ୱମଞ୍ଚରେ ଭାରତର ଗୋଟେ ବଡ଼ ପଦକ୍ଷେପ ଥିଲା, ଦୋସ୍ତି 17। ଏଇଟା ଭାରତ, ମାଲଦ୍ୱୀପ ଆଉ ଶ୍ରୀଲଙ୍କାର ତଟରକ୍ଷୀ ବାହିନୀ ମିଶି କରୁଥିବା ଏକ ଅଭ୍ୟାସ। ଏହାର ଗୁରୁତ୍ୱ କ'ଣ? ଏହା ଦେଖାଉଛି ଯେ ଭାରତ କେବଳ ନିଜ ସୁରକ୍ଷା ନୁହେଁ, ବରଂ ପୁରା ହିନ୍ଦୁ ମହାସାଗର ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ କେତେ ପ୍ରତିବଦ୍ଧ। ଏହି ଚାର୍ଟଟି ଗୋଟେ ବହୁତ ମଜାଦାର କାହାଣୀ କହୁଛି। ଦେଖନ୍ତୁ, ଗୋଟେ ପଟେ ହେନଲି ପାସପୋର୍ଟ ସୂଚକାଙ୍କରେ ଆମେ 80ତମ ସ୍ଥାନରେ ଅଛେ, ଯାହାର ଅର୍ଥ ହେଲା ଯେ ଭାରତୀୟଙ୍କ ପାଇଁ ଭିସାମୁକ୍ତ ଯାତ୍ରା କ୍ଷେତ୍ରରେ ଆହୁରି କାମ ବାକି ଅଛି। କିନ୍ତୁ ଅନ୍ୟପଟେ ଏସିଆ ଉତ୍ପାଦନରେ ଆମେ 6ଠ ସ୍ଥାନରେ ଆଉ ଦାୟିତ୍ୱବାନ ରାଷ୍ଟ୍ର ହିସାବରେ 16ତମ ସ୍ଥାନରେ, ଯାହା ଆମର ବଢ଼ୁଥିବା ଅର୍ଥନୈତିକ ଶକ୍ତି ଆଉ ବିଶ୍ୱ ଶାସନରେ ଆମର ସକାରାତ୍ମକ ଭୂମିକାକୁ ଦର୍ଶାଉଛି। ଆଚ୍ଛା, ବିଦେଶ ନୀତି କଥା ତ ହେଲା। ଏବେ ଆସନ୍ତୁ ଦେଶ ଭିତରକୁ ଫେରିବା ଆଉ ଦେଖିବା ଟେକ୍ନୋଲୋଜି, ଇନଫ୍ରାଷ୍ଟ୍ରକ୍ଚର ଆଉ ପରିବେଶକୁ ନେଇ କ'ଣ ସବୁ ନୂଆ କାମ ହେଉଥିଲା। ଏଇଟା ଗୋଟେ ବହୁତ ବଡ଼ ଷ୍ଟ୍ରାଟେଜିକ୍ ପଦକ୍ଷେପ। ଭାରତୀୟ ସେନା 2026କୁ ନେଟୱାର୍କିଂ ଆଉ ଡେଟା କେନ୍ଦ୍ରିକତାର ବର୍ଷ ବୋଲି ଘୋଷଣା କଲା। ସରଳ ଭାଷାରେ କହିଲେ, ଆମ ସେନା ଏବେ ଯୁଦ୍ଧ କ୍ଷେତ୍ରରେ ନିଷ୍ପତ୍ତି ନେବା ପାଇଁ, ସୈନିକମାନଙ୍କ ମଧ୍ୟରେ ସମନ୍ୱୟ ରଖିବା ପାଇଁ ଆଉ ଅଧିକ ସଠିକତା ସହିତ ଅପରେସନ୍ କରିବା ପାଇଁ ଟେକ୍ନୋଲୋଜି ଆଉ ରିଅଲ୍ ଟାଇମ୍ ଡେଟା ଉପରେ ଅଧିକ ଧ୍ୟାନ ଦେଉଛି। ଆଉ ଦେଖନ୍ତୁ, ଏହି ଟେକ୍ନୋଲୋଜି କେବଳ ସେନା ଭିତରେ ସୀମିତ ନଥିଲା, ସାଧାରଣ ଲୋକଙ୍କ ପାଖରେ ବି ପହଞ୍ଚୁଥିଲା। ଚୀନ ପରେ ଭାରତ ଆଜି ବିଶ୍ୱର ଦ୍ୱିତୀୟ ବଡ଼ 5G ବ୍ୟବହାରକାରୀ ଦେଶ। ଏଥିରୁ ଜଣାପଡ଼ୁଛି ଯେ ପୁରା ଦେଶରେ ଟେକ୍ନୋଲୋଜିକୁ କେତେ ଶୀଘ୍ର ଆପଣାଯାଉଛି। ଏହି ମାସଟା ତ ସତରେ ପ୍ରଥମର ମାସ ଥିଲା। କେତେ କ'ଣ ନୂଆ ଜିନିଷ ହେଲା। ମିରଟରେ ଦେଶର ପ୍ରଥମ AI ୟୁନିଭର୍ସିଟି, ଗ୍ରେଟର ନୋଏଡାରେ ପ୍ରଥମ ସରକାରୀ AI କ୍ଲିନିକ୍, ପରିବେଶ ଉପଯୋଗୀ ରାସ୍ତା ପାଇଁ ବାୟୋ ବିଟୁମେନ୍ର ଉତ୍ପାଦନ ଆଉ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍। ଏସବୁ ଦେଖାଉଛି ଯେ ଭାରତ ଶିକ୍ଷା, ସ୍ୱାସ୍ଥ୍ୟ ଆଉ ଭିତ୍ତିଭୂମିରେ କେତେ ଦ୍ରୁତ ଗତିରେ ଆଗଉଛି। ଏଇଟା ଗୋଟେ ବହୁତ ବଡ଼ କଥା। କାହିଁକି? କାରଣ ୱାର୍ଲଡ ଇକୋନୋମିକ୍ ଫୋରମ୍ ଭଳି ଏକ ବଡ଼ ବିଶ୍ୱସ୍ତରୀୟ ସଂସ୍ଥା ଆନ୍ଧ୍ରପ୍ରଦେଶରେ ତାର ଗୋଟେ ନୂଆ କେନ୍ଦ୍ର ଖୋଲୁଛି। ଏହା ଭବିଷ୍ୟତର ଟେକ୍ନୋଲୋଜି, ଯେମିତିକି AI ଆଉ ବାୟୋଟେକ୍ନୋଲୋଜିରେ ଭାରତର ଭୂମିକାକୁ ଆହୁରି ମଜବୁତ କରିବ। ଟେକ୍ନୋଲୋଜି କଥା ତ ବହୁତ ହେଲା। ଏବେ ଟିକେ ଦେଖିବା ସମାଜ ଆଉ ଶାସନ ବ୍ୟବସ୍ଥାରେ କ'ଣ ସବୁ ମୌଳିକ ପରିବର୍ତ୍ତନ ଆସୁଥିଲା, ବିଶେଷ କରି ତୃଣମୂଳ ସ୍ତରରେ। ଆଗକୁ ଯିବା ପୂର୍ବରୁ ପେସା ଆକ୍ଟ କ'ଣ ସେଟା ଟିକେ ବୁଝିନେବା। ଏଇଟା ହେଉଛି ଏମିତି ଏକ ଆଇନ ଯାହା ଆଦିବାସୀ ସମ୍ପ୍ରଦାୟକୁ ସେମାନଙ୍କ ଅଞ୍ଚଳରେ ସେମାନଙ୍କର ସମ୍ବଳ ଉପରେ ନିଷ୍ପତ୍ତି ନେବାକୁ କ୍ଷମତା ଦିଏ। ଏହା ଗ୍ରାମସଭା ମାଧ୍ୟମରେ ସ୍ୱଶାସନକୁ ସୁନିଶ୍ଚିତ କରେ। ଏହି ଟାଇମ୍ଲାଇନ୍ ଦେଖିଲେ ଜଣାପଡ଼ୁଛି ଯେ ଏଇଟା କେତେ ଲମ୍ବା ସଂଘର୍ଷର କାହାଣୀ। ଭାବି ଦେଖନ୍ତୁ, 25 ବର୍ଷର ଅପେକ୍ଷା 1996ରେ ଆଇନ ତିଆରି ହେଲା,
କିନ୍ତୁ ଝାଡ଼ଖଣ୍ଡରେ ଏହାକୁ ଲାଗୁ କରିବା ପାଇଁ 2026 ପର୍ଯ୍ୟନ୍ତ ସମୟ ଲାଗିଗଲା। ତେଣୁ ଯେତେବେଳେ ଏହା ଲାଗୁ ହେଲା, ଏହା କେବଳ ଏକ ଆଇନଗତ ପରିବର୍ତ୍ତନ ନଥିଲା, ବରଂ ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ଏକ ଐତିହାସିକ ବିଜୟ ଥିଲା। ଆଉ ପରିବେଶ କ୍ଷେତ୍ରରେ ବି ଗୋଟେ ବଡ଼ ଖୁସି ଖବର। ଭାରତରେ ରାମସର ସ୍ଥଳୀ ସଂଖ୍ୟା ପହଞ୍ଚିଲା 98ରେ। ଏହାର ମାନେ ହେଉଛି ଆମେ ଆମର ଗୁରୁତ୍ୱପୂର୍ଣ୍ଣ ଆର୍ଦ୍ରଭୂମି ଆଉ ଜୈବ ବିବିଧତାକୁ ସୁରକ୍ଷା ଦେବା ପାଇଁ ଅଧିକ ଗମ୍ଭୀର ହେଉଛେ। ଏସିଆରେ ପ୍ରଥମ ଆଉ ବିଶ୍ୱରେ ତୃତୀୟ ହେବା ଗୋଟେ ବଡ଼ ଉପଲବ୍ଧି। ଏତେ ସବୁ ଘଟଣା ଭିତରେ କିଛି ଲୋକ ବି ଥିଲେ ଯେଉଁମାନେ ନିଜ କାମ ପାଇଁ ଚର୍ଚ୍ଚାରେ ରହିଲେ ଏବଂ ଦେଶ ପାଇଁ ଗୌରବ ଆଣିଲେ। ଆସନ୍ତୁ ସେମାନଙ୍କ କଥା ଜାଣିବା। ଜାନୁଆରୀ ମାସରେ 2 ପ୍ରକାରର ବଡ଼ ଜାତୀୟ ସମ୍ମାନ ଦିଆଯାଏ। ପ୍ରଥମଟି ହେଲା ଅଶୋକ ଚକ୍ର, ଯାହା ସାହସିକତା ପାଇଁ ସେନା କର୍ମଚାରୀଙ୍କୁ ମିଳେ। ଏଥର ଏହା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲାଙ୍କୁ ମିଳିଲା। ଆଉ ଦ୍ୱିତୀୟଟି ହେଲା ପଦ୍ମ ପୁରସ୍କାର, ଯାହା ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଥିବା ସାଧାରଣ ନାଗରିକଙ୍କୁ ଦିଆଯାଏ। ଏଥର 131 ଜଣଙ୍କୁ ଏହି ସମ୍ମାନ ମିଳିଥିଲା। ଆଉ ଏହି ଯେଉଁ 131ଟି ପଦ୍ମ ପୁରସ୍କାର ମିଳିଲା, ତାକୁ ଯଦି ଆମେ ଭାଙ୍ଗିବା, ତେବେ ଦେଖିପାରିବା ଯେ 5 ଜଣଙ୍କୁ ମିଳିଛି ସର୍ବୋଚ୍ଚ ପଦ୍ମ ବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଆଉ 113 ଜଣଙ୍କୁ ପଦ୍ମଶ୍ରୀ। ଏଥିରୁ ଜଣାପଡ଼ୁଛି ଯେ କଳା, ବିଜ୍ଞାନ, ସମାଜସେବା ଭଳି ଅନେକ କ୍ଷେତ୍ରର ଲୋକଙ୍କ ଅବଦାନକୁ ସ୍ୱୀକୃତି ଦିଆଯାଉଛି। ଖେଳ ଦୁନିଆରେ ବି ଏ ମାସଟା ପୁରା ଇଭେଣ୍ଟଫୁଲ୍ ଥିଲା। ଗୋଟେ ପଟେ ନୂଆ ରେକର୍ଡ ଆଉ ଗୋଟେ ପଟେ ଗୋଟିଏ ଯୁଗର ଅନ୍ତ। ପିଭି ସିନ୍ଧୁ 5ତମ ସିଙ୍ଗଲ୍ସ ମ୍ୟାଚ୍ ଜିତି ଇତିହାସ ରଚିଲେ ଆଉ ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର ହେଲେ। କିନ୍ତୁ ଏହି ସବୁ ଖୁସି ଭିତରେ ସାଇନା ନେହୱାଲଙ୍କର ଅବସର ଘୋଷଣା ଭାରତୀୟ ବ୍ୟାଡମିଣ୍ଟନର ଏକ ସୁବର୍ଣ୍ଣ ଯୁଗର ସମାପ୍ତି ଘଟାଇଲା। ତେବେ ଏତେ ସବୁ ଅଲଗା ଅଲଗା ଘଟଣାକୁ ଯଦି ଆମେ ଯୋଡ଼ିବା, ତେବେ ପୁରା ଚିତ୍ରଟା କେମିତି ଦେଖାଯାଉଛି? ଜାନୁଆରୀ 2026 ଆମକୁ ଭାରତ ବିଷୟରେ କ'ଣ କହୁଛି? ଏହି ଉଦ୍ଧୃତିଟି ବୋଧେ ପୁରା ମାସର କାହାଣୀକୁ ସବୁଠୁ ଭଲ ଭାବେ କହୁଛି। ଏହି ଗୋଟିଏ ମାସରେ ଆମେ ଏକ ଏପରି ରାଷ୍ଟ୍ରର ଚିତ୍ର ଦେଖିଲେ, ଯାହା ଗୋଟିଏ ପଟେ ନିଜର ପରମ୍ପରାକୁ ସମ୍ମାନ ଦେଉଛି, ଅନ୍ୟପଟେ ଟେକ୍ନୋଲୋଜି ସାହାଯ୍ୟରେ ଭବିଷ୍ୟତ ଆଡ଼କୁ ଦୌଡ଼ୁଛି, ଆଉ ତା ସହିତ ବିଶ୍ୱ ମଞ୍ଚରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରୁଛି। ସତରେ ଏହି ମାସର କାହାଣୀ ହେଉଛି ଦୁଇଟି ଅଲଗା ଦୁନିଆର ମିଶ୍ରଣ। ଭାବନ୍ତୁ ତ, ଗୋଟେ ପଟେ ଆମେ ଗଣତନ୍ତ୍ର ଦିବସର ପାରମ୍ପରିକ ପ୍ୟାରେଡ୍ ଦେଖୁଛେ, ଆଉ ଅନ୍ୟପଟେ AI କ୍ଲିନିକ୍ ଖୋଲୁଛୁ। ଗୋଟେ ପଟେ ଆମେ ତୃଣମୂଳ ସ୍ତରରେ ପେସା ଆକ୍ଟ ଲାଗୁ କରୁଛେ, ଆଉ ଅନ୍ୟପଟେ ୱାର୍ଲଡ ଇକୋନୋମିକ୍ ଫୋରମ୍ ସହିତ ମିଶି କାମ କରୁଛେ। ଏହି ବିପରୀତମୁଖିତା ହିଁ ଆଧୁନିକ ଭାରତର ଅସଲ ପରିଚୟ। ଏବେ ଶେଷରେ ଗୋଟେ ପ୍ରଶ୍ନ ମନକୁ ଆସୁଛି। ଆମେ ଦେଖିଲେ ଯେ ଭାରତ କେତେ ଦ୍ରୁତ ଗତିରେ ବଦଳୁଛି, କିନ୍ତୁ ଏହି 3ଟି ଶକ୍ତି ଭିତରୁ ପରମ୍ପରା, ଟେକ୍ନୋଲୋଜି ଆଉ ବୈଶ୍ୱିକ ଆକାଂକ୍ଷା କେଉଁଟା ଭାରତର ଭବିଷ୍ୟତକୁ ପ୍ରକୃତରେ ଗଢ଼ିବ? ଏହାର ଉତ୍ତର ବୋଧେ ଆଗାମୀ ସମୟ ହିଁ ଦେବ।